ଷଷ୍ଠ ଦିନ ଆଜିର ଗସ୍ତ ଜୟପୁର, କୋରାପୁଟ ଜୟପୁର। ବର୍ଷା ହେଉଛି, ବାଟରେ ଆସିଲା ବେଳକୁ ଗଣେଶ ଭସାଣି ବି ଦେଖିଲୁ। ପୁରା ବ୍ରହ୍ମପୁରରୁ, କାଲିର ବ୍ରହ୍ମପୁରରୁ ଆସିଲୁ ପୁରା ଏଠୁ ଜୟପୁର, ମାନେ ଆଜିର ଏଇଟା ବ୍ରହ୍ମପୁର ଟୁ ଜୟପୁର ପାଖାପାଖି 300 କେତେ କିଲୋମିଟର ହେବ। ପୁରା 1 ଡେରେ କଭର କରିକି ଆସିକି ପହଞ୍ଚିଲୁ। ଆଜିର ରହଣି ଜୟପୁରରେ, କାଲିର କାମ ପୁଣି ଆରମ୍ଭ ହେବ। ଆଜିର ବାଟରେ ଗୋଟେ ବଢ଼ିଆ ଦୃଶ୍ୟ ଦେଖାହେଲା, କୋରାପୁଟିଆ ନୃତ୍ୟ। ଗଣେଶ ଭସାଣୀରେ ଦେଖିବାକୁ ମିଳିଲା। କିଛି ସମୟ ୱେଟ୍ ପରେ ରୁଟି ଆଉ ଡାଲ ଫ୍ରାଏ, ସାରଙ୍କର ରୁଟି ଆଉ ଡାଲ ଫ୍ରାଏ, ତା ସହିତ ଲଙ୍କା ପିଆଜ, ଆଉ କିଛି ନାହିଁ। ରସଗୋଲା ମଗେଇଛି, ରସଗୋଲା ବି ଆସିବ। ରସଗୋଲା ଏଇଟା କ'ଣ ଛେନା ଗଜା ମୁଡ଼ିକି ବୋଲି ତା ଟେଷ୍ଟ କେମିତି? ଖାଇଲା କେମିତି ଲାଗୁଛି? ଛେନା ଗଜାଟା 4 ଗୁଣା କଟା ହେଇଛି। ହଉ, ଯିଏ ଆସିବ ଶିମିଳିଗୁଡ଼ା ଏଇଠି ହୋଟେଲରେ ଖାଇବ, ଭଲ ଲାଗୁଛି ଖାଇବା। ଭାଇ ସେ ହୋଟେଲଟା ହେଉଛି ଏଇଟା CNC ହୋଟେଲ। ଯିଏ ଖାଇବା ପିଇବାର ଅଛି ଏଠିକି ଆସିବ, ଖାଇବା ପିଇବା କରିବ। ବର୍ଷା ପୁଣି ଷ୍ଟାର୍ଟ ହେଇଗଲା। ବର୍ଷା ଆମକୁ ଜମା ଛାଡ଼ୁନି। ବ୍ରହ୍ମପୁରରୁ ଆସି ପହଞ୍ଚିଲୁ, ବର୍ଷା ଛାଡ଼ିବାର ନାଁ ନେଉନି। କ'ଣ କରାଯିବ? ପହଞ୍ଚିବୁ ଜୟପୁରରେ, ଛୋଟିଆ ହୋଟେଲଟା ଆମେ ବୁକ୍ କରିଛୁ, ଗଲେ ରହିବୁ ଆଉ। ହାଇ ଲେବୁଲ 10 ସ୍କୋୟାର ହାଇ ଲେବୁଲ। ହଁ, ଜୟପୁରରେ କହିବାକୁ ଗଲେ ତାଠୁ ଆଉ ଭଲ ଅଛି। 10 ସ୍କୋୟାର ବି ଭଲ ହୋଟେଲ, ସବୁଠାରୁ 10 ସ୍କୋୟାର ଠୁ ଭଲ ନାହିଁ ଆଉ ଅଛି ନା। ସେ ହୋଟେଲଟା ନା କ'ଣ, ସେ ଯେଉଁ ବସଷ୍ଟାଣ୍ଡ ପାଖରେ ଥାନା ସାମ୍ନା? ପ୍ରିନ୍ସେସ୍? ନା, ଏବେ ଯେଉଁ ନୂଆଟା ହେଇଛି ଯୋଉଟା ହ୍ୟାଲୋ ଜୟପୁର। କ'ଣ ସେଇଟା ଗୋଟେ ଯେଉଁ ମେନ୍ ପୋଲିସ ଷ୍ଟେସନ ପାଖାପାଖି ଯୋଉଟା ହ୍ୱାଇଟ୍ କଲର ଯୋଉଟା ହେଇଛି। ପ୍ରିନ୍ସେସ୍ ଅଛି, ଏଇଟା ଅଛି ଆଉ ଗୋଟେ କ'ଣଟେ ଅଛି। ବଟ୍ ହିଜ୍ ବେଟର୍ ଇଜ୍ 10 ସ୍କୋୟାର। ନୋ ଇସ୍ୟୁ। ପାର୍କିଂ ବ୍ୟବସ୍ଥା ପ୍ରୋବ୍ଲେମ୍ ଅଛି, କିନ୍ତୁ ବେଟର୍ ଅଛି। ଗଲେ ଦେଖିବା ହୋଟେଲ କେମିତି। ଜୟପୁର ହେଇଗଲା ଏଇଟା ଜୟପୁର। ଏଠି ଚାଲିଛି ପିଲାଙ୍କର ଡ୍ୟାନ୍ସ, ଗଣେଶ ପୂଜା ଡ୍ୟାନ୍ସ। ଏଇଟା ହେଉଛି ଗାନ୍ଧୀ ଛକ। ଆସିଗଲା ଆମ ଗାନ୍ଧୀ ଛକ, ଜୟପୁରର ଗାନ୍ଧୀ ଛକ। ଏଇଟା ଟାଉନ ବୋଲି କହୁଛନ୍ତି। ଏଇଠି ବାବାଙ୍କୁ, ଏଇଟା ମାଲକାନଗିରି ରାସ୍ତା। ଏଇଠୁ ବାଙ୍କୁ ଗଲେ ପଡ଼ିବ, ସିଧା ଗଲେ ଜୟପୁର ନବରଙ୍ଗପୁର। ଗୁପ୍ତେଶ୍ୱର ବି ଏଇଠି ବାଁ ପଟେ ଗଲେ ପଡ଼ିବ। ଏଇଠି ଆମର ଏପଟେ। ମୋତେ କହିଲ ହଁ, ମୁଁ ଦେଖିନି। ଗାନ୍ଧୀ ବାବା ଏଠି ହେଇଛନ୍ତି। ଗାନ୍ଧୀ ବାବା, ଏଇଟା ତାଙ୍କ ଷ୍ଟାଚ୍ୟୁ। ଏଇଟା ହେଲା ଗାନ୍ଧୀ ଚୌକରୁ ଆମ ହୋଟେଲ ଯିବା ରାସ୍ତା। ଏଇଟା ହେଉଛି ହୋଟେଲ, ଆମ ରୁମ୍। ଏଇଟା ଆମ ବଡ଼ ସାରେ। କେମିତି ହେଇଛି କହିବ? 10 ସ୍କୋୟାର ହୋଟେଲ ଜୟପୁର।